ଆଜି ଦିନ 11ଟାରେ ଶ୍ରୀରାମ ମହାବିଦ୍ୟାଳୟକୁ ସହବନ୍ଧନ କମିଟିର ପରିଦର୍ଶନ। ଡୁଙ୍ଗୁରିପାଲି ବ୍ଲକ ଏସ୍ ରାମପୁର ଆଜି ସୁବର୍ଣ୍ଣପୁର ଜିଲ୍ଲା ଶ୍ରୀରାମ ମହାବିଦ୍ୟାଳୟକୁ ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ପ୍ରଜ୍ଞାବିହାର ବଲାଙ୍ଗୀରର ସହବନ୍ଧନ କମିଟି ପରିଦର୍ଶନ କରିଥିଲେ। ମହାବିଦ୍ୟାଳୟ ଉନ୍ନୟନ ପରିଷଦର ନିର୍ଦ୍ଦେଶକ ଡକ୍ଟର ଜିତେନ୍ଦ୍ର କୁମାର ପ୍ରଧାନ, ଡକ୍ଟର ଦେବବ୍ରତ ଦଣ୍ଡସେନା, ଶ୍ରୀ ନରେଶ କୁମାର ବେହେରା ପ୍ରମୁଖ ପରିଦର୍ଶନରେ ଆସିଥିଲେ। ମହାବିଦ୍ୟାଳୟର ବିଭିନ୍ନ ଆକାଉଣ୍ଟ ତଦାରଖ, ଶ୍ରେଣୀଗୃହ, ଗ୍ରନ୍ଥାଗାର, ଛାତ୍ରଛାତ୍ରୀଙ୍କ ପାଠାଗାର, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ, ପ୍ରାଣୀ ବିଜ୍ଞାନ ବିଭାଗର ପରୀକ୍ଷାଗାର, ଅନ୍ୟାନ୍ୟ ବିଭାଗ, ଛାତ୍ରାବାସ, ନୂତନ ଛାତ୍ରୀ ନିବାସ, କମ୍ପ୍ୟୁଟର ଲ୍ୟାବ୍ ପରିଦର୍ଶନ କରିବା ସହିତ ପରୀକ୍ଷା ସମ୍ବନ୍ଧୀୟ ବିଭିନ୍ନ ବିଷୟ ଉପରେ ସକାରାତ୍ମକ ଆଲୋଚନା କରିଥିଲେ। ଦ୍ୱିତୀୟ ଥର ନାକ୍ ଟିମ୍ର ପରିଦର୍ଶନ, ଆବେଦନ କରିବା ପାଇଁ ମଧ୍ୟ ଆଲୋଚନା କରିବା ସହିତ ସନ୍ତୋଷ ବ୍ୟକ୍ତ କରିଥିଲେ। ଏହି ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଏବଂ ଅଣଶିକ୍ଷକ କର୍ମଚାରୀ ସହଯୋଗ କରିଥିଲେ।